ନମସ୍କାର ବନ୍ଧୁଗଣ। ଆମେରିକା ଯିଏ ନିଜକୁ ମହାଶକ୍ତି ରୂପେ କୁହେ, ସେ ବର୍ତ୍ତମାନ ଅସହାୟ ହୋଇପଡ଼ିଛି। ଅସହାୟ କେମିତି ହୋଇପଡ଼ିଛି ଆସନ୍ତୁ ବିସ୍ତୃତ ରୂପେ ଜାଣିବା। ତ ଆମେରିକା କ'ଣ କଲା? ଆମେରିକା ଇସ୍ରାଏଲ ସହାୟତାରେ ଇରାନ ଉପରେ ଆକ୍ରମଣ କରିଦେଲା ଏବଂ ତାଙ୍କର ସୁପ୍ରିମ୍ ଲିଡର ଯିଏକି ଆୟତୋଲା ଖାମିନେନି ତାଙ୍କୁ ହତ୍ୟା କଲା। ତ ଏହାର ପ୍ରତିବାଦରେ ଇରାନ ହର୍ମୁଜ ଷ୍ଟ୍ରେଟ୍‌କୁ ବନ୍ଦ କରିଦେଲା। ହର୍ମୁଜ ଷ୍ଟ୍ରେଟ୍ କ'ଣ ପାଇଁ ଗୁରୁତ୍ୱପୂର୍ଣ୍ଣ? କାରଣ ପ୍ରତିଦିନ ହର୍ମୁଜ ଷ୍ଟ୍ରେଟ୍ ଦେଇ ବହୁତ ଗୁଡ଼ିଏ ଜାହାଜ ଯିଏକି ଯିବା ଆସିବା କରେ। ଏହି ଜାହାଜ ଗୁଡ଼ିକ ମୁଖ୍ୟତଃ ତୈଳ, କ୍ରୁଡ୍ ଅଏଲ୍ ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ବିଭିନ୍ନ ଦେଶକୁ ପରିବହନ କରିଥାନ୍ତି। ତ ବର୍ତ୍ତମାନ ସେଇ ଷ୍ଟ୍ରେଟ୍ ଅଫ୍ ହର୍ମୁଜରେ ଇରାନ କ'ଣ କରିଛି? ଲ୍ୟାଣ୍ଡମାଇନ୍ ଛୋଟ ଛୋଟ ସିପ୍ ଦ୍ୱାରା ଆକ୍ରମଣ କରି ସମସ୍ତ ଯାତାୟାତ କରୁଥିବା ଜାହାଜ ଗୁଡ଼ିକୁ ଅଟକାଇ ରଖିଛି। ତ ଏହି ପରିସ୍ଥିତିରେ ଆମେରିକା ନୌସେନା ଷ୍ଟ୍ରେଟ୍ ଅଫ୍ ହର୍ମୁଜରୁ କୌଣସି ବି ଜାହାଜକୁ ସୁରକ୍ଷା ଦେଇପାରୁନାହିଁ କିମ୍ବା ତାଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇ ପାରୁନାହିଁ। ତ ଏହାଦ୍ୱାରା ବିଶ୍ୱ ବାଣିଜ୍ୟ ଉପରେ ଗୋଟିଏ ବଡ଼ ବିପଦ ସୃଷ୍ଟି ହୋଇଛି। ତ ଆମେରିକା ନୌସେନା ସ୍ୱୀକାର କରିଛି ଯେ ବର୍ତ୍ତମାନ ପରିସ୍ଥିତିରେ ସେ ଯୁଦ୍ଧରେ ମାତିଥିବା ବେଳେ କୌଣସି ବି ଜାହାଜକୁ ସେ ସୁରକ୍ଷା ଦେଇ ତାଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇ ପାରିବ ନାହିଁ। ତ ଏସବୁ କ'ଣ ପାଇଁ ହେଲା ଏବଂ ଏହାର କାରଣ ଏବଂ ଯୁଦ୍ଧର ପରିସ୍ଥିତି କେତେ ଭୟାବହ ହୋଇପାରେ ତାହାକୁ ଆମେ ଏହି ଭିଡ଼ିଓରେ ବିସ୍ତୃତ ରୂପେ ଜାଣିବା। ଆପଣ ଦେଖିପାରୁଥିବେ ଏଇଟା ହେଉଛି ଆପଣଙ୍କର ଷ୍ଟ୍ରେଟ୍ ଅଫ୍ ହର୍ମୁଜ। ତ ଏଇପଟେ ରହିଲା ଇରାନ ଯିଏକି ବର୍ତ୍ତମାନ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣର ଶିକାର ହୋଇଛି। ତ ଏଇସବୁ ପଟେ ରହିଲେ କତାର, UAE, ଓମାନ, ସାଉଦି ଆରବ ଯାହାକୁ ଆମେ ଗଲ୍ଫ କଣ୍ଟ୍ରିଜ୍ କହୁଛୁ। ତ ଏଇ କ୍ଷେତ୍ରକୁ ଆମେ ଷ୍ଟ୍ରେଟ୍ ଅଫ୍ ହର୍ମୁଜ କହୁଛୁ। ତ ଏଇ ଷ୍ଟ୍ରେଟ୍ ଅଫ୍ ହର୍ମୁଜ କ'ଣ ପାଇଁ ଗୁରୁତ୍ୱପୂର୍ଣ୍ଣ? ତ ପ୍ରତିଦିନ ବିଶ୍ୱର 20% ତୈଳ ପରିବହନ ଏଇ ରାସ୍ତା ଦେଇ ହୋଇଥାଏ। ଇରାନ ଏବଂ ଓମାନ ମଧ୍ୟରେ ଏଇଟା ଗୋଟେ ବହୁତ ନ୍ୟାରୋ ଗ୍ୟାପ୍। ତ ଏଇ ଗ୍ୟାପ୍‌ଟିକୁ ଯଦି ଆପଣ ବନ୍ଦ କରିଦେଉଛନ୍ତି ତ ବିଶ୍ୱ ଅର୍ଥନୀତି ଦୋହଲିଯିବ। ତ ଇରାନ କ'ଣ କଲା? ଯୁଦ୍ଧ ସମୟରେ ସବୁଠୁ ବିପଦପୂର୍ଣ୍ଣ ଅଞ୍ଚଳ ଯେଉଁ ଏଇଟାକୁ ତାର ମୁଖ୍ୟ ଅସ୍ତ୍ର ରୂପେ ବ୍ୟବହାର କଲା। ସେ କ'ଣ କଲା? ସେ ମେନଲ୍ୟାଣ୍ଡ ଉପରେ ଆଟାକ୍ ନ କରି ବିଶ୍ୱର ସମସ୍ତ ଯେଉଁ ସିପିଂ ଜାହାଜ ଗୁଡ଼ାକ ଯେଉଁ ତେଲ ନେଇ ଯିବା ଆସିବା କରୁଥିବା ଜାହାଜ ଗୁଡ଼ିକୁ ଏଇଠି ଅଟକାଇ ଦେଲା, ଯାଦ୍ୱାରା ଆମେରିକା ଓ ଇସ୍ରାଏଲ ଗୋଟେ ବ୍ୟାକ୍‌ଫୁଟ୍‌ରେ ଆସିଗଲେ। ତ ଆମେରିକା କ'ଣ କଲା? ତାର ନୌସେନାକୁ ଆଦେଶ ଦେଲା ଯେ ଏହି କ୍ଷେତ୍ରରୁ ସମସ୍ତ ଜାହାଜ ଗୁଡ଼ିକୁ ବାହାର କରିବା ପାଇଁ। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଆମେରିକା ନୌସେନା ସ୍ୱୀକାର କରୁଛି ଯେ ଏହି କ୍ଷେତ୍ରରୁ କୌଣସି ରୂପେ ଜାହାଜ ଗୁଡ଼ିକୁ ଏସ୍କର୍ଟ କରାଯାଇ ପାରିବ ନାହିଁ। କ'ଣ ପାଇଁ କରାଯିବନି? ଆସନ୍ତୁ ଜାଣିବା ଏହାର କାରଣ। ଯେପରି ଆପଣ ଦେଖିପାରୁଥିବେ ଆମେରିକା ନୌସେନା ସ୍ପଷ୍ଟ ଭାବେ ମନା କରିଦେଲା ଯେ ବାଣିଜ୍ୟ ଜାହାଜ ଗୁଡ଼ିକୁ ବର୍ତ୍ତମାନ ସୁରକ୍ଷା ଦେଇହେବ ନାହିଁ। କାହିଁକି ନା ସମସ୍ତ ଆମେରିକୀୟ ନୌସେନା ଯୁଦ୍ଧରେ ବ୍ୟସ୍ତ ଅଛନ୍ତି ଏବଂ ବର୍ତ୍ତମାନ ଯଦି ଏସ୍କର୍ଟ ଦେବେ ତ ଏଥିପାଇଁ ବ୍ୟାପକ ଯୁଦ୍ଧପୋତର ଆବଶ୍ୟକତା ଅଛି। ତ ବ୍ୟବସାୟିକ ଜାହାଜ ଗୁଡ଼ିକ ଯେଉଁମାନେ ସୁରକ୍ଷା ମାଗିଥିଲେ ଆମେରିକାର ନୌସେନା ସେମାନଙ୍କୁ ସ୍ପଷ୍ଟ ଭାବେ ମନା କରିଦେଇଛି ଯେ ଗୋଟିଏ ଜାହାଜ ବା ଅନେକ ଜାହାଜକୁ ଯଦି ସେମାନେ ଏସ୍କର୍ଟ ଦେବେ ତ ଗୋଟେ ବ୍ୟାପକ କାଫିଲା ଦରକାର, ଯେଉଁଟାକି ବର୍ତ୍ତମାନ ସମୟରେ ଆମେରିକା ପାଇଁ ଗୋଟେ ଅସମ୍ଭବ କାର୍ଯ୍ୟ। ଏହା ସହ ଆମେରିକାର ଯୁଦ୍ଧରେ ଖର୍ଚ୍ଚ ମଧ୍ୟ ବଢ଼ି ଯାଉଛି। କେମିତି ବଢ଼ୁଛି? ନା ପ୍ରଥମ ଦିନରୁ ସପ୍ତମ ଦିନ ପ୍ରଥମ ସପ୍ତାହରେ ଆମେରିକା $11.3 ବିଲିୟନ ଯୁଦ୍ଧରେ ଖର୍ଚ୍ଚ କରିସାରିଲାଣି। ତ ଯେଉଁଟାକି ଇରାନକୁ ଆପଣ ଯଦି କମ୍ପେୟାର କରିବେ ତ ବହୁତ ଅଧିକ। ତ ଯେଉଁ ପେଣ୍ଟାଗନ୍ ଯେଉଁ ଆକଳନ କରିଛି ତ ଏଥିରେ ଯୁଦ୍ଧରେ ବ୍ୟାପକ ଆର୍ଥିକ କ୍ଷତି ଆମେରିକାକୁ ସହିବାକୁ ପଡ଼ୁଛି। ତ ବର୍ତ୍ତମାନ ପରିସ୍ଥିତିରେ ଯୁଦ୍ଧ କେବେ ଶେଷ ହେବ ମଧ୍ୟ ତାହାର ପରିସୀମା ଆମେରିକା ପାଖରେ ନାହିଁ। ତ ଏଥିପାଇଁ ଆମେରିକା ବ୍ୟାକ୍‌ଫୁଟ୍‌ରେ ଆସି ପଛଘୁଞ୍ଚା ଦେବାକୁ ଲାଗିଲାଣି। ତ ଆର୍ଥିକ ଦିଗକୁ ଆମେରିକା ସବୁବେଳେ ପ୍ରାୟୋରିଟି ଦେଇଥାଏ। ଯଦି ପ୍ରଥମ ସପ୍ତାହରେ ସେ $11.3 ବିଲିୟନ ଯେଉଁଟାକି ଯୁଦ୍ଧରେ ଗୋଟେ ବଡ଼ ଆମାଉଣ୍ଟ ସେଇଟା ଖର୍ଚ୍ଚ କରିଛି, ତ ଆମେରିକା ମଧ୍ୟ ଯୁଦ୍ଧରେ ପଛଘୁଞ୍ଚା ଦେବା ସ୍ୱାଭାବିକ। ଆମେରିକାର ଖର୍ଚ୍ଚ କ'ଣ ପାଇଁ ବଢ଼ିଯାଇଛି ଆସନ୍ତୁ ଜାଣିବା। ତ ମୋଷ୍ଟଲି ଆମେରିକା ମହଙ୍ଗା ଅସ୍ତ୍ରଶସ୍ତ୍ରର ପ୍ରୟୋଗ କରିଛି। ତ ଆମେରିକାର ଯେଉଁ ଟମ୍‌ହକ୍ ମିସାଇଲ୍ ଅଛି ସେଇଟା ପ୍ରତ୍ୟେକ ଗୋଟିଏ ମିସାଇଲ୍‌ର ଦାମ ହେଉଛି $1 ରୁ $2 ବା ମିଲିୟନ ଯେଉଁଟା ଆପଣ କହିବେ। ତ ଏୟାରକ୍ରାଫ୍ଟ କ୍ୟାରିୟର ଯେଉଁଟା ଅଛି ଆପଣଙ୍କର ଆବ୍ରାହମ ଲିଙ୍କନ୍ ଯେଉଁଟା ଅଛି ତାଙ୍କର ବଡ଼ ଏୟାରକ୍ରାଫ୍ଟ କ୍ୟାରିୟର, ସେଇଟା ଚଳାଇବା ପାଇଁ ତାଙ୍କର ଦିନର ଖର୍ଚ୍ଚ ହେଉଛି $8 ମିଲିୟନ। ତ ପ୍ରଥମ 2 ଦିନରେ ଆମେରିକା ଏହିସବୁ ପାଇଁ ଗୋଟେ $5.6 ବିଲିୟନ ଅସ୍ତ୍ରଶସ୍ତ୍ର ବ୍ୟବହାର କରିସାରିଲାଣି। ତ ଆମେରିକା ବୁଝିସାରିଲାଣି ଯେ ଆଧୁନିକ ଯୁଦ୍ଧ ବହୁତ ବ୍ୟୟବହୁଳ। ତ ଗୋଟିଏ ସାଧାରଣ କ୍ଷେପଣାସ୍ତ୍ରରେ ମଧ୍ୟ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଯାଏ ଏବଂ ଏହା ସହିତ ଆମେରିକାକୁ ତାର ଏୟାରକ୍ରାଫ୍ଟ କ୍ୟାରିୟର ଚଳାଇବାକୁ ଅଛି। ତ ଆମେରିକାର ବର୍ତ୍ତମାନ ଯୁଦ୍ଧ କ୍ଷେତ୍ରରେ ପଇସା ପାଣି ଭଳିଆ ଖର୍ଚ୍ଚ ହେଉଛି। ଏହା ସହ ଆଉ ଗୋଟେ ଚ୍ୟାଲେଞ୍ଜ ମଧ୍ୟ ଦେଖନ୍ତୁ। ତ ଯୋଗାଣ ଶୃଙ୍ଖଳାରେ ଏଇଟା ଗୋଟେ ବିରାଟ ବଡ଼ ଆହ୍ୱାନ। ଆପଣ ଦେଖନ୍ତୁ ଆମେରିକାର ଅବସ୍ଥିତି କେଉଁଠି, ଇରାନର ଅବସ୍ଥିତି କେଉଁଠି। ତ ଆମେରିକା ଇନ୍ଧନ, ସନ୍ତ୍ରାସ ବା ଗୋଳା ବାରୁଦ ଆଣିବା ପାଇଁ ଗୋଟେ ବ୍ୟାପକ ରାସ୍ତା ଅତିକ୍ରମ କରିବାକୁ ପଡ଼ୁଛି, ଯେଉଁଟାକି ହଜାର ହଜାର ମାଇଲ ଦୂରରେ ଥାଇ ଯୁଦ୍ଧ ଲଢ଼ିବା ଆମେରିକା ପାଇଁ ଅସମ୍ଭବ ହୋଇପଡ଼ୁଛି। ତ ଏହି କାରଣରୁ ପରିବହନ ଖର୍ଚ୍ଚ ବଢ଼ି ଚାଲିଛି। ତ ନିଜ ଦେଶଠାରୁ ସେ ହଜାର ହଜାର ମାଇଲ ଦୂରରେ ଯେତେବେଳେ ଯୁଦ୍ଧ କରୁଛି ତାହା ଆମେରିକା ପାଇଁ ସମ୍ଭବ ହେଉନାହିଁ ଏବଂ ବିଭିନ୍ନ ସମୟରେ ସୈନ୍ୟମାନଙ୍କ ପାଇଁ
ଇନ୍ଧନ ଏବଂ ଅସ୍ତ୍ରଶସ୍ତ୍ର ନିରନ୍ତର ଯୋଗାଣ ଯୋଉଟା ଆମେରିକା ପାଇଁ ଗୋଟେ ବିରାଟ ବୋଝ ପାଲଟିଛି। ଏହା ସହ କ'ଣ ହୋଇଛି ନା, ଆମେରିକାର ଗୋଟିଏ ଟମାହକ୍ ମିସାଇଲର ଦାମ $1 ରୁ $2 ମିଲିୟନ ହୋଇଥିବା ବେଳେ ସେଇ କ୍ଷେତ୍ରରେ ଇରାନ କ'ଣ କରୁଛି, $20,000 ମାତ୍ର, ଯୋଉଟା କି ଆମେରିକାକୁ କମ୍ପେୟାର କଲେ ବହୁତ ଶସ୍ତା। ତ ଇରାନର ସାହେଦ ଡ୍ରୋନ୍ ଯୋଉଟାର ମୂଲ୍ୟ ମାତ୍ର $20,000, ଯୋଉଟା ଆମେରିକାର ଟମାହକ୍ ମିସାଇଲ ମାତ୍ର $2। ତ ଇରାନ ଏଠି କ'ଣ କରୁଛି, ଇରାନ ଏଠି ଚାଲାକ ଭାବରେ ଏଇ କମ୍ ଦାମର ଡ୍ରୋନ୍ ଗୁଡ଼ିକୁ ବ୍ୟାପକ ମାତ୍ରାରେ ପ୍ରୟୋଗ କରୁଛି ଏବଂ ରିଟାଲିଏସନରେ ଆମେରିକା ତାର ବ୍ୟୟବହୁଳ ଟମାହକ୍ ମିସାଇଲକୁ ପ୍ରୟୋଗ କରୁଛି, ଯାହାଦ୍ୱାରା ଆମେରିକାର ଯୁଦ୍ଧ ଖର୍ଚ୍ଚ ବଢ଼ି ବଢ଼ି ଚାଲିଛି ଏବଂ ଏହି ଅସାମାନ୍ୟଟା ଆମେରିକାର ଚିନ୍ତା ବଢ଼େଇ ଦେଇଛି। ତ ଇରାନ ଭଲସେ ବୁଝି ଯାଇଛି ଯେ ଏଇ ଯୁଦ୍ଧକୁ ଆମେରିକା ସହ ଜିତିବା ପାଇଁ ହେଲେ ଆମେରିକାକୁ ଗୋଟିଏ ଆର୍ଥିକ ଚାପରେ ନେବାକୁ ପଡ଼ିବ। ତ ଏହାକୁ ଅଟକାଇବା ପାଇଁ ଆମେରିକା ବାରମ୍ବାର ମାନେ କ'ଣ ତା ପାଖରେ କିଛି ଉପାୟ ନଥିବା ବେଳେ କୋଟି କୋଟି ଟଙ୍କାର କ୍ଷେପଣାସ୍ତ୍ର ପ୍ରୟୋଗ କରିବାକୁ ବାଧ୍ୟ ହେବ। ଯେତେବେଳେ ଆମେରିକା ଏଇ ଯୋଉ ବାରମ୍ବାର ଟମାହକ୍ ମିସାଇଲର ପ୍ରୟୋଗ କରୁଛି ଏବଂ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ପ୍ରୟୋଗ କରୁଛି, ଧୀରେ ଧୀରେ ଆମେରିକାର ଅସ୍ତ୍ରଶସ୍ତ୍ର ଯୋଉ ଭଣ୍ଡାର ଅଛି ସେଥିରେ ମଧ୍ୟ କମିବାକୁ ଲାଗିଲାଣି, ଅସ୍ତ୍ରଶସ୍ତ୍ର କମିବାକୁ ଲାଗିଲାଣି। କିଛି ଦିନ ମଧ୍ୟରେ ଆମେରିକା ତାର ବର୍ଷର ଯୋଉ ଷ୍ଟକ୍ ଥିଲା ସେଗୁଡ଼ା ଶେଷ ହେବାକୁ ଲାଗିଲାଣି। କ୍ଷେପଣାସ୍ତ୍ର ତିଆରି କରିବା ପାଇଁ ଯୋଉଟା ପ୍ରଡକ୍ସନ ତାଙ୍କର ସେଇ ରେଟ୍ରେ ହେଉନାହିଁ। ଟମାହକ୍ ମିସାଇଲ ଯୋଉ ସୂତ୍ର ଅନୁସାରେ 334 ନା କେତେଟା ଥିଲା, ବର୍ତ୍ତମାନ ଏହା ଅଲମୋଷ୍ଟ ଶେଷ ପର୍ଯ୍ୟାୟରେ ଅଛି। ତ ତୁରନ୍ତ ଅସ୍ତ୍ରଶସ୍ତ୍ର ପୂରଣ କରିବା ଆମେରିକା ପାଇଁ ଗୋଟିଏ ଅସମ୍ଭବ କାର୍ଯ୍ୟ। ତ ଆମେରିକା ଯେତିକି ବେଗରେ ଅସ୍ତ୍ରଶସ୍ତ୍ର ତିଆରି କରୁନାହିଁ ତାଠୁ ବହୁତ ଗୁଣରେ ଖର୍ଚ୍ଚ କରି ଚାଲିଛି, ଫଳରେ ସବୁଠୁ ଉନ୍ନତ କ୍ଷେପଣାସ୍ତ୍ର ଭଣ୍ଡାର ଦ୍ରୁତଗତିରେ ଶେଷ ହେବାରେ ଲାଗିଛି। ଆପଣ ଦେଖନ୍ତୁ, ଏଇଟା ହେଉଛି ପ୍ରାକ୍ଟିକାଲ ଚିତ୍ର। ଷ୍ଟ୍ରେଟ୍ ଅଫ୍ ହର୍ମୁଜରେ ଏସ୍କର୍ଟ କରିବା କାହିଁକି ଅସମ୍ଭବ? ଯଦି ଆପଣ ଦେଖିବେ, ଗୋଟିଏ କାଫିଲା ପାଇଁ ଅନେକ ଯୁଦ୍ଧପତ୍ର ଆବଶ୍ୟକ। ଏଇ କାଫିଲାଟା କ'ଣ, ଧର କିଛି ବାଣିଜ୍ୟିକ ଜାହାଜ ଷ୍ଟ୍ରେଟ୍ ଅଫ୍ ହର୍ମୁଜକୁ ପାର କରି ବିଭିନ୍ନ ଦେଶମାନଙ୍କୁ ଯିବେ, ତ ୟାଙ୍କୁ ଏସ୍କର୍ଟ ଦେବା ପାଇଁ ଅନେକ ଯୁଦ୍ଧପତ୍ର ବା ଏୟାରକ୍ରାଫ୍ଟ କ୍ୟାରିୟର ଦରକାର, ଯେଉଁଥିରେ ଡ୍ରୋନ୍, ହେଲିକପ୍ଟର, ସବମରିନ୍ ଏସବୁ ଜିନିଷ ଗୁଡ଼ା ଥିବା ଦରକାର, ଯଦ୍ୱାରା ଯଦି ଏହା ଉପରେ ଆକ୍ରମଣ ହେଲା ତେବେ ଡ୍ରୋନ୍, ହେଲିକପ୍ଟର ଏବଂ ସବମରିନ୍ ଏହାକୁ ପ୍ରତିରୋଧ କରିପାରୁଥିବେ। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଆମେରିକା ନୌସେନା ଆକ୍ରମଣ କରିବାରେ ବ୍ୟସ୍ତ। ତ ହର୍ମୁଜ ପ୍ରଣାଳୀରେ ବାଣିଜ୍ୟିକ ଜାହାଜକୁ ସୁରକ୍ଷା ଦେବା ଗୋଟିଏ ବିଶାଳ ନୌସେନାର ଆବଶ୍ୟକତା ରହିଛି, କିନ୍ତୁ ଆମେରିକାର ସମସ୍ତ ଏୟାରକ୍ରାଫ୍ଟ କ୍ୟାରିୟର ବର୍ତ୍ତମାନ ଇରାନ ଉପରେ ଆକ୍ରମଣ କରୁଛନ୍ତି। ତ ପ୍ରାକ୍ଟିକାଲି ଏହି ପରିସ୍ଥିତିରେ ଏସ୍କର୍ଟ କରିବା ଆମେରିକା ପାଖେ ଅସମ୍ଭବ ହୋଇପଡ଼ିଛି। ଆପଣ ଏହା ସହ ଦେଖନ୍ତୁ ଇରାନର ରଣନୀତି କ'ଣ ରହିଛି। ଯଦି ଆପଣ ଦେଖିବେ, ଷ୍ଟ୍ରେଟ୍ ଅଫ୍ ହର୍ମୁଜରେ ଇରାନ ପୁରା ମୃତ୍ୟୁର ଜାଲ ବସି ଯାଇଛି। ଇରାନ କ'ଣ କରୁଛି, ହଜାର ହଜାର କିଲୋମିଟର ବ୍ୟାପୀ ଯୋଉ ସମୁଦ୍ର ଗର୍ଭରେ ସେ ଲ୍ୟାଣ୍ଡମାଇନ୍ ବିଛେଇ ଦେଇଛି, ସାମୁଦ୍ରିକ ଲ୍ୟାଣ୍ଡମାଇନ୍, ଯାହା ଉପରେ ଯଦି କୌଣସି ବି ବାଣିଜ୍ୟିକ ଜାହାଜ ଗତି କଲା ତ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହେବା ସହିତ ଜାହାଜ ଗୁଡ଼ିକ କ୍ଷତିଗ୍ରସ୍ତ ହେବେ। ଏବଂ ଏହା ସହ କ'ଣ କରୁଛି, ଦ୍ରୁତ ଗତିରେ ଆକ୍ରମଣ କରୁଥିବା ଛୋଟ ଛୋଟ ବୋଟ୍ ଗୋଟେ ରେଡ଼ି କରିଛି, ଯିଏକି ବହୁତ ଦ୍ରୁତ ଗତିରେ ଆସି ବାଣିଜ୍ୟିକ ଜାହାଜ ଗୁଡ଼ିକୁ ହିଟ୍ କରିବେ, ଯଦ୍ୱାରା ଏକ୍ସପ୍ଲୋଜନ ହେଇକି ସେମାନେ କ୍ଷତିଗ୍ରସ୍ତ ହେବେ। ଏହା ସହ ଇରାନର ପାହାଡ଼ରୁ ଶହ ଶହ କିଲୋମିଟର ଦୂରରୁ ଯୋଉଟା ଇଣ୍ଟରସେପ୍ଟ କରିପାରୁଥିବ ସେଇଭଳିଆ କ୍ଷେପଣାସ୍ତ୍ର ମଧ୍ୟ ରଖିଛି, ଯିଏକି ଷ୍ଟ୍ରେଟ୍ ଅଫ୍ ହର୍ମୁଜ ଦେଇ ଗତି କରୁଥିବା ଯେକୌଣସି ଜାହାଜକୁ ସେ ଲକ୍ଷ୍ୟଭେଦ କରିପାରିବ। ତ ଏଇ ଯୋଉ ଜଳପଥ ଥିଲା ଷ୍ଟ୍ରେଟ୍ ଅଫ୍ ହର୍ମୁଜ, ବର୍ତ୍ତମାନ ସେ ଗୋଟେ ମୃତ୍ୟୁର ଫାଶ ପାଲଟି ଯାଇଛି। ତ ସମୁଦ୍ର ଭିତରେ ଲୁଚି ଲୁଚି ରହିଥିବା ମାଇନ୍ସ, ଦ୍ରୁତ ବେଗରେ ଆସୁଥିବା ଡଙ୍ଗା କୌଣସି ମୁହୂର୍ତ୍ତରେ ବଡ଼ ବଡ଼ ଜାହାଜକୁ ବୁଡ଼ାଇ ଦେବାର କ୍ଷମତା ରଖିଛନ୍ତି। ଏଇସବୁ ଭିତରେ ଗୋଟେ ବଡ଼ ଖବର ଆସୁଛି କି ଇରାନ ଆମେରିକାର ଯୁଦ୍ଧପ୍ରସ୍ତ ଯୋଉଟା ଆବ୍ରାହମ ଲିଙ୍କନ ତା ଉପରେ ଆକ୍ରମଣ କରିଛି। ତ ସେମାନେ ଦାବି କରୁଛନ୍ତି ଯେ ସେମାନେ ଆବ୍ରାହମ ଲିଙ୍କନକୁ ହିଟ୍ କରିଛନ୍ତି, କିନ୍ତୁ ଆମେରିକା ଯୋଉଟା କହୁଥିଲା ଆମେ ଅପରାଜୟ, ତାର ଗୋଟେ ଭ୍ରମ ମଧ୍ୟ ଭାଙ୍ଗିଛି। ଏହା କେତେ ସତ କେତେ ମିଛ ସେଇଟା ତ ବର୍ତ୍ତମାନ ପରିସ୍ଥିତିରେ ଡିଟେଲ୍ସ ଆସିଲେ ଜଣାପଡ଼ିବ। ବର୍ତ୍ତମାନ ପରିସ୍ଥିତିରେ ଏହା ଇରାନର କ୍ଲେମ୍। ତ ଏହା ଏସବୁ ହେବା ପରେ ପରିସ୍ଥିତିଟା ଗୋଟେ ଭୟଙ୍କର ହେବାକୁ ଯାଉଛି। ଯୋଉଟାକି ଏଇ ଖବର ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଛି ଯେ ଆମେରିକାର ବିଶାଳ ଏୟାରକ୍ରାଫ୍ଟ କ୍ୟାରିୟର ଉପରେ କିପରି ଇରାନ ଆକ୍ରମଣ କରିଗଲା। ତ ଯଦି ଏଇଟା ସତ ହେଇଥିବ ତ ଏହା ଯୁଦ୍ଧର ଦିଗକୁ ମଧ୍ୟ ବଦଳାଇ ଦେଇପାରେ, କାରଣ ଏହାକୁ ପ୍ରତିରୋଧ କରିକି ଆମେରିକା ମଧ୍ୟ ଇରାନ ଉପରେ ବ୍ୟାପକ ଆକ୍ରମଣ କରିପାରେ। ତ ଏଇ ଯୋଉ ଯୁଦ୍ଧ ଖର୍ଚ୍ଚ ବଢ଼ି ବଢ଼ି ଚାଲିଥିବାରେ ତ ଗୋଟେ ଯୁଦ୍ଧ ଖର୍ଚ୍ଚକୁ ମେଣ୍ଟାଇବା ପାଇଁ ଟ୍ରମ୍ପ କ'ଣ କରିପାରନ୍ତି, ଗୋଟେ $50 ବିଲିୟନ ଗୋଟେ ଏମର୍ଜେନ୍ସି ପାଣ୍ଠି ଦରକାର ପଡ଼ୁଛି। ତ ସେ ତାଙ୍କ କଂଗ୍ରେସରେ ଏଇ ଯୋଉ $50 ବିଲିୟନ ପାଣ୍ଠି ପାଇଁ ଗୋଟିଏ ଦାବି କରିପାରନ୍ତି। ତ ଆମେରିକା ମଧ୍ୟରେ ମଧ୍ୟ ଯୁଦ୍ଧକୁ ନେଇ ବିଭିନ୍ନ ପ୍ରକାର ବିରୋଧ ରହିଛି। ତ ଏଇ କ୍ଷେତ୍ରରେ ଏଇ $50 ବିଲିୟନ କେତେ ଦୂର ମଞ୍ଜୁର ହେଉଛି ସେଇଟା ମଧ୍ୟ ଦେଖିବାର କଥା ଥିଲା। ବର୍ତ୍ତମାନ ପ୍ରଶାସନକୁ $50 ବିଲିୟନ ଦରକାର, ଯୋଉଟାକି ଗୋଟେ ଏମର୍ଜେନ୍ସି ଫଣ୍ଡ। ତ ଆମେରିକା ଭିତରେ ହିଁ ଯୁଦ୍ଧକୁ ନେଇ ତୀବ୍ର ବିରୋଧ ଆରମ୍ଭ ହୋଇଗଲାଣି। ବର୍ତ୍ତମାନ ପରିସ୍ଥିତିରେ କେତେ ଆପ୍ରୁଭ୍ ହେଉଛି ବା କେମିତି ଆମେରିକା ଏହି ପରିସ୍ଥିତିର ମୁକାବିଲା କରୁଛି ଦେଖିବାକୁ ବାକି ରହିଲା। ଯଦି ହର୍ମୁଜ ପ୍ରଣାଳୀ ବନ୍ଦ ହୋଇଗଲା
ତେବେ ଅଶୋଧିତ ମୂଳ ଯୋଉଟା ତୈଳ ଯୋଗାଣ ବାଧାପ୍ରାପ୍ତ ହେବ। ତ ଏହା ଦ୍ୱାରା କ'ଣ ହେଇପାରେ, ବ୍ୟାରେଲ ପିଛା ତୈଳ ଦର $150ରୁ $200 ଛୁଇଁପାରେ, ଯୋଉଟାକି ବିଶ୍ୱ ଅର୍ଥନୀତିରେ ଗୋଟେ ଭୂମିକମ୍ପ ସୃଷ୍ଟି କରିପାରିବ। ତ ସମଗ୍ର ବିଶ୍ୱରେ ଭୟଙ୍କର ମୂଲ୍ୟ ବୃଦ୍ଧି ହେବ ଏବଂ ଆର୍ଥିକ ମାନ୍ଦାବସ୍ଥା ଆସିବ। ଏବଂ ଯଦି ଏଇଟା ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଏ ତାହେଲେ ବିଶ୍ୱ ତ୍ରାହିତରେ ଡାକ ଶୁଭିବ। ତ ଏଇ ଯୋଉ ସଙ୍କଟଟା ଆସିଛି, ତ ଏଇ ସମୟରେ ଆମେରିକା ନିଜର କିଛି ରୁଲ୍ସକୁ ପଛକୁ ନେବା ପାଇଁ ବାଧ୍ୟ ହୋଇଛି। ତ କ'ଣ ଅଛି, ତ ଆମେରିକା ଯୋଉ ଇମ୍ପୋଜ କରିଥିଲା ଯେ କେହି ରଷିଆନ କ୍ରୁଡ୍ ଅଏଲ୍ କିଣି ପାରିବନି, ଯେପରିକି ଭାରତ, ତ ଭାରତକୁ 30 ଦିନର ଗୋଟେ ମହଲତ ଦେଇଛି ଯେ ସେମାନେ ରଷିଆନ ଅଏଲ୍ କିଣିପାରିବେ। ଏହା ସହ ଅନ୍ୟ ଗୁଡ଼ିଏ ଦେଶକୁ ମଧ୍ୟ ସେଇ ସାଂସନ୍ ଲଗେଇଛି ଯେ ସମୁଦ୍ରରେ ଫସିଥିବା ତୈଳ ପାଇଁ ଆପଣମାନେ 30 ଦିନର ସମୟ ନେଇ ରଷିଆ ଠାରୁ କ୍ରୁଡ୍ ଅଏଲ୍ କିଣିପାରିବେ। ତ ଆମେରିକା ଏହି ପରିସ୍ଥିତିରେ ନିଜର ନିୟମକୁ ଭାଙ୍ଗିବାକୁ ବାଧ୍ୟ ହୋଇଛି। ତ ଏବେ ବର୍ତ୍ତମାନ ଯୋଉ ଗୋଟେ ବିଶ୍ୱରେ ଶକ୍ତି ସଙ୍କଟ ଆସି ଉପୁଜିଛି, ତ ଆମେରିକା ଏଇ ଯୋଉ ନିୟମକୁ କୋହଳ କରିବାକୁ ବାଧ୍ୟ ହୋଇଛି। ଏହିସବୁ ପରେ ଗୋଟେ ଯୁଦ୍ଧର ଭୟଙ୍କର ଅଧ୍ୟାୟ ଦେଖାଯାଇଛି। କ'ଣ ଦେଖାଯାଇଛି ନା, ଶସ୍ତା ଅସ୍ତ୍ରରେ ଇରାନ ମହାଶକ୍ତିକୁ ହରାଇବାର ଗୋଟେ ନୂଆ କୌଶଳ ଆପଣେଇଛି। କେବଳ ଯେ ଆପଣଙ୍କ ପାଖରେ ବଡ଼ ବଡ଼ ସେନା ଥିଲେ ଯୁଦ୍ଧ ଜିତିବା ସମ୍ଭବ, ତାହା ଠିକ୍ ବୋଲି ଆମେ ଧରି ନେବା ଉଚିତ ନୁହେଁ। କାରଣ କୌଣସି ବି ଦେଶ ନିଜର ରଣନୀତି ସାହାଯ୍ୟରେ ବଡ଼ ବଡ଼ ମହାଶକ୍ତିକୁ ମଧ୍ୟ ଚ୍ୟାଲେଞ୍ଜ ଦେଇପାରନ୍ତି। ତ ଏବେ ବିଶ୍ୱ ବାଣିଜ୍ୟ ସମ୍ପୂର୍ଣ୍ଣ ରୂପେ ଅସୁରକ୍ଷିତ କହିବା ଠିକ୍ ହେବ। ତ ଏହା ଉପରେ ଆପଣଙ୍କ ମତ କ'ଣ, କମେଣ୍ଟ ବକ୍ସରେ ଜଣାନ୍ତୁ। ଜୟ ଜଗନ୍ନାଥ।